ବନ୍ଧୁମାନେ ଆଜି ଦୁଇ ଜଣ ସାଙ୍ଗରେ ମୋର ଟିକେ ଯୁକ୍ତିତର୍କ ହେଇଗଲା, ପାଟିତୁଣ୍ଡ ହେଇଗଲା। ସେ କହିଲେ ଆମେ ପୁରା ନିକୁଳା ନିରାମିଷ। ମୁଁ କହିନି କେମିତି ତୁମ ନିକୁଳା ନିରାମିଷ? କହିଲେ ଆମେ କିଛି ଛୁଉଁନାହୁଁ। ମୁଁ କହିନି ତୁମେ ଠାକୁରଙ୍କ କତିକି ଯାଉଛ ନା? କହିଲେ ହଁ। ମୁଁ ଠାକୁର କତିରୁ ପାଣି ଆଣିକି ମାଧବ କତିରୁ ଯେଉଁ ଢାଳିଲ, କେଉଁ ପାଣି ଆଣିଲା? ଗଡ଼ିଆରୁ ପାଣି ଆଣି ଢାଳିଲ ନା? ହଁ। ସେ ପାଣିଟା କି ପାଣି? ମାଧବ ଉପରେ ଢାଳିଲ, ମାଧବ ଉପରେ ଢଳା ହେଲା ଆଇଁଷ ପାଣି। ଆଇଁଷ ପାଣିଟା କେଉଁଠି ଗଲା? କୁଣ୍ଡୁକୁ। କୁଣ୍ଡୁରୁ ତୁମେ କ'ଣ କଲ? ସେ ପାଦୁଆ ବୋଲି କହି ଆଣିକି ଖାଇଲ। ଆଇଁଷ ନା ହେଲା ନା ହେଲାନି? ଏ ଯେଉଁମାନେ କାଉଡ଼ିଆ ବାଲା ଯାଉଛନ୍ତି, ପାଣି ନେଇକି ନଈରୁ ଯାଉଛନ୍ତି, ନେଇକି ଯାଉଛନ୍ତି, ସେଇ ଯେଉଁ ପାଣିଟା ନେଉଛନ୍ତି, ସେ ମାଛ କଙ୍କଡ଼ା ଗେଣ୍ଡା କୁଚିଆ ସାପ ସବୁ ଗୁଧିକା କତୁରୁ ମଣିଷ ଗାଧୋଇବା କତୁରୁ ଝାଡ଼ା ଫେରିବା କତୁରୁ ସେ ପାଣି ନେଉଛନ୍ତି ନା? ସେ ପାଣି ନେଇକି କେଉଁଠି ମାଧବ ଉପରେ ଢାଳୁଛନ୍ତି ନା? ମାଧବ ଉପରେ ଢାଳିଲେ ସେ ପାଣିଟାକୁ ନେଇକି ପିଇ ଦେଉଛନ୍ତି ନା? ସେ ପାଣି ନେଇ ପିଉଛନ୍ତି ନା? ପାଦୁଆ ପିଉଛନ୍ତି ନା ପିଉନାହାନ୍ତି? ସବୁ ପିଉଛନ୍ତି। ଆଉ କହେ ଦେଖି ଚାହିଁକି ସବୁ ନିଜେ ଦେଖୁଛନ୍ତି, ନିଜେ ଜାଣୁଛନ୍ତି, ଜାଣି ଶୁଣିକି ଖାଇକି ପିଇକି ମାନୁନାହାନ୍ତି। ଆଉ ତୁମେ ମାନେ ଯାଉଥିବ ଯେଉଁଠି ଖାଇବା ପାଇଁ, ବଡ଼ ବଡ଼ କର୍ମ କାର୍ଯ୍ୟରେ ମୁଁ ଦେଖିଛି, ଘାଣ୍ଟ ଫାଣ୍ଟ ହେଉଥିବ ଯେତେବେଳେ ସେ ପୁକ ବାହାରିଥିବ, ତାକୁ କାଟି ଦେଉଥିବ, ତଥାପି ତା ଭିତରେ ଗୋଟେ ପୁକ ଥିବ, ତାକୁ ଘାଣ୍ଟେ ହେଇଗଲା, ତାକୁ ଖାଇଦେଲା ନା? ଆଇଁଷ ହେଲା ନା ହେଲାନି? ମୋତେ କୁହନ୍ତୁ। ସବୁ ହେବ। ଆଇଁଷ ନାହିଁ ବୋଲି କେହି କହିପାରିବେନି। ଆଇଁଷ ସମସ୍ତେ ଖାଉଛ, ଖାଲି ମାନୁନ, ଠୁଳୁ ମାନୁନ। ଆମେ ନିରାମିଷ, କିଏ ତ କିଏ ଟିକେ କମ୍ ଖାଇନେ, କିଏ ଏଡ଼େ ଏଡ଼େ ମୁଣ୍ଡା ଖାଇଦେଲା। ଆଉ ତୁମେ ଆଇଁଷ ଖାଉନ ବୋଲି କ'ଣ କହୁଛ? ଆଉ ସତ କଥା କହିଲା ବେଳକୁ ତୁମ ଗାଣ୍ଡେ ପଡ଼ୁଛି ଆଉ।